ଏତେ ବେଳ ହେଲେ ପୂଜା କଲେ ଏ ଘରେ ଟିକେ ଶାନ୍ତିରେ ପୂଜା କରିବାକୁ ବି ଦଉନାହାନ୍ତି। ଯାଉଛି ଯାଉଛି କେତେବେଳ ହେଲାଣି। କୁହାଯାଉଛ ଭୋକ ପ୍ରବଳ ହେଲାଣି। ଖାଇବା ପାରୁନ ଖାଇବା। ସକାଳୁ ପହରୁ ମୋ ପୂଜା ସରିନି ଆଙ୍କ ପେଟ ଏମିତି ଜଳୁଛି। ହଉ ହଉ ମୁଁ ପୂଜା ସାରି ତାପରେ ଖାଇବାକୁ ଦେବି। ମା ଭିକ ଖଣ୍ଡେ ମିଳୁ ମା। ହଁ ବାବା ଭିକ ନିଅନ୍ତୁ। ମା ତୋ ହାତରେ ପୂଜା ଥାଳି ଅଛି। ତୁ ବୋଧେ ଭଗବାନଙ୍କୁ ପୂଜା କରିବାକୁ ଯାଉଥିଲୁ, ଭୋଗ ଲଗେଇବାକୁ ଯାଉଥିଲୁ ନା। ମା ଗୋଟେ କଥା କହିବି? ହଁ ବାବା କହୁନାହାନ୍ତି। ମା ଭଗବାନ ନା କେବେ ଭୋଗ ଥାଳିରେ ଶାନ୍ତି ହୁଅନ୍ତିନି, ଶାନ୍ତି ହୁଅନ୍ତି ଭକ୍ତିରେ। ମା ଆଉ ଗୋଟେ କଥା ମନେ ରଖିଥିବୁ, ଯେତେବେଳେ ଗୋଟେ ନାରୀ ବାହା ହେଇଯାଏ ତା ପାଇଁ ତା ସ୍ୱାମୀ ନା ଜୀବନ୍ତ ଭଗବାନ ହେଇଯାଆନ୍ତି। ମା ତୁ କଣ ଭାବୁଛୁ ତୋ ଜୀବନ୍ତ ଭଗବାନଙ୍କୁ ଶାନ୍ତି ନ କରି ଏ ଭଗବାନଙ୍କୁ ଶାନ୍ତି କରିଦେବ ବୋଲି? କେବେ ନହେଲ ମା। ଆଗ ତୁ ନା ତୋ ଜୀବନ୍ତ ଭଗବାନଙ୍କୁ ପେଟ ଶାନ୍ତି କର, ଦେଖିବୁ ଲକ୍ଷ୍ମୀ ନାରାୟଣ ନା ଆପେ ଆପେ ତୋ ଘରକୁ ପଳେଇ ଆସିବ। ତୋ ଘରେ ନା ଶାନ୍ତି ରହିବ, ସୁଖ ରହିବ। ଯୋଉ ଘରେ ନା ପରସ୍ପର ଭଲ ପାଇବା ଥାଏ ସେଇ ଘରେ ସ୍ୱୟଂ ଭଗବାନ ଆପେ ଆପେ ଆସିକି ବାସ କରନ୍ତି। ମା ଛୋଟ ମୁହଁରେ ବହୁତ ବଡ କଥାଟେ କହିଦେଲି, ମନ ଖରାପ କରିବୁନି ହେଲା, କେବେ କରିବୁନି ମନ ଖରାପ। ହଁ ବାବା ତମେ ମୋ ଆଖି ଖୋଲିଦେଲ। ମୁଁ ମୋ ଜୀବନ୍ତ ଭଗବାନଙ୍କୁ ଖାଇବାକୁ ନ ଦେଇକି ଏଠି ପଥର ଭଗବାନଙ୍କୁ ପୂଜା କରୁଛି। ଭଗବାନ ତୋର ମଙ୍ଗଳ କରନ୍ତୁ ମା। ତୁ ଖୁସିରେ ରୁହ, ଭଲରେ ରୁହ। ଆସୁଛି ମା।